ନାଇଁ ଖାଲି ଯେ ଗେରୁଆ ପିନ୍ଧିଲେ ଆମେ ଜଣେ ସନ୍ନ୍ୟାସୀ ବା ସାଧୁ କହିବା ତା ତ ଭୁଲ କଥା, କିନ୍ତୁ ସେମାନେ ତାର ଅପବ୍ୟବହାର କରୁଛନ୍ତି। କିନ୍ତୁ ଆମେ ଗୁରୁଦେବ କୁହନ୍ତି ଆମେ ଏଇ ବେଶର ସାଧୁ ଚାହୁଁନା, ଆମେ ଚାହୁ ମନର ସାଧୁ, ମନର ସନ୍ନ୍ୟାସ। ତେଣୁକରି କପଡ଼ା ରଙ୍ଗେଇ କି ଭୁଲ କରିଲୁ ଯୋଗୀ ମନ ରଙ୍ଗାଇ ବିନ୍। ଯଦି ମନ ଭିତରେ ପରିବର୍ତ୍ତନ ନାହିଁ, ଯଦି ମନକୁ ନ ରଙ୍ଗେଇଛ, ଏଇ କପଡ଼ା ରଙ୍ଗେଇକି ବେଶଧାରୀ ହେଇକି ବୁଲିଲେ କିଛି ଲାଭ ନାହିଁ। ନାଇଁ କୌଣସି ଅଭିପ୍ସା ରଖିକି ବା କୌଣସି ଭିତରେ ଗୋଟେ ଶୂନ୍ୟସ୍ଥାନ ରଖିକି ମୁଁ ଘରେ ଛାଡ଼ିନି। ତେଣୁ ଯେଉଁଟା ଅଭାବ ଥିବ ସେଇଟା ଆପଣଙ୍କୁ ସବୁବେଳେ ଆସିବ, ସେମିତି କୌଣସି ଅଭାବରୁ ମୁଁ ଘରେ ଛାଡ଼ିନି। ସେତେବେଳେ ଯେଉଁ ସାଧୁ ସନ୍ଥମାନେ ଆମ ପୂର୍ବ ପିଢ଼ି ଯେଉଁମାନେ ଥିଲେ, ତ୍ୟାଗ ତିତିକ୍ଷାର ଜୀବନ ସେମାନଙ୍କୁ ଗଣ୍ଠିଧାନ କରିଥିଲେ। କିନ୍ତୁ ଏବେ ସେ ତ୍ୟାଗ ତିତିକ୍ଷା ବୈରାଗ କମିଯାଇଛି। ସମସ୍ତେ ଟିକିଏ କ'ଣ ସେଟା କୁହନ୍ତି, ଟିକିଏ ତାମସିକ ଜୀବନ, ରାଜସିକ ଜୀବନକୁ ଟିକିଏ ଢଳି ପଡ଼ୁଛନ୍ତି। କିନ୍ତୁ ସାଧୁ ଅଛନ୍ତି। ଗୀତା ପଢ଼ିବାର ସେମିତି କୌଣସି ନିୟମ ନାହିଁ। ଭଗବାନ କହିଛନ୍ତି, ଆମ ପୂଜ୍ୟ ଗୁରୁଜୀ କୁହନ୍ତି, ପରମହଂସ ପ୍ରଜ୍ଞାନନ୍ଦ ମହାରାଜ କୁହନ୍ତି ଯେ ବୁଝୁ ନ ବୁଝୁ ପଢ଼ ଗୀତା। ହେଲା, ଆମେ ବୁଝିବା ବା ନ ବୁଝିବା କିଛି ଦରକାର ନାହିଁ, ଗୀତା କିନ୍ତୁ ପଢ଼ିବା, ଅଭ୍ୟାସ ରଖିବା। ଅଭ୍ୟାସ ନା ତୁ କୌନ୍ତେୟ ବୈରାଗ୍ୟଣ ଚ ଗୁହ୍ୟତେ। ଭାଗବତରେ ବି କହିଲେ ଅଭ୍ୟାସ ବଳେ ଶିଶୁ ଯଥା କହଇ ଶିଖି ନାନା କଥା। ତେଣୁ ଯେକୌଣସି ଜିନିଷରେ ଆମେ ଅଭ୍ୟାସ କରିବା ସେଇଟା ଆମକୁ ଫଳପ୍ରଦ ହେବ। ଇଂରାଜୀରେ ଗୋଟେ ପ୍ରୋଭର୍ବ ଅଛି, ପ୍ରାକ୍ଟିସ୍ ମେକ୍ସ ଏ ମ୍ୟାନ୍ ଟୁ ପରଫେକ୍ଟ। ତେଣୁ ଆମେ ଯେକୌଣସି ଜିନିଷରେ ଅଭ୍ୟାସ କରିବା ଧୀରେ ଧୀରେ ଆମକୁ ସେଇଟାକୁ ତା'ର ସୁଫଳ ମିଳିବ। ଆଉ ଗୀତା ହେଉଛି ଭଗବାନଙ୍କର ବାଙ୍ଗ୍ମୟ ବାଣୀ, ମୁଖ ନିଃସୃତ ବାଣୀ। ଯଦି ଗୀତାକୁ ସବୁଦିନ ପଢ଼ିବା, ଗୁରୁଜୀ କୁହନ୍ତି ଗୀତା ପଢ଼ ଆଗକୁ ବଢ଼, ଜୀବନକୁ ଗଢ଼। ଆମେ ଗୀତା ପଢ଼ିବା ଆମର ଶରୀର ମନ ପବିତ୍ର ହେବ, ଚୈତନ୍ୟ ଶକ୍ତି ଉଦୟ ହେବ। ବର୍ତ୍ତମାନ 49 ବର୍ଷ ଚାଲିଛି। ଆଜ୍ଞା, ମୋ ଛାତ୍ର ଜୀବନରୁ ଗୋଟେ ଲକ୍ଷ୍ୟ ଥିଲା ଯେ ଆଶ୍ରମ ଜୀବନଯାପନ କରିବା ପାଇଁ। ତେଣୁ ମୋର ଉଚ୍ଚଶିକ୍ଷା ପ୍ରାପ୍ତ ପରେ ମୁଁ ଜଣେ ଗୁରୁଙ୍କର ସନ୍ଧାନରେ ଥିଲି। ଏହାର ଉଦ୍ଦେଶ୍ୟ ହେଉଛି ଜୀବନକୁ ଚରିତାର୍ଥ କରିବା। ଏତେ ବଡ଼ ଦୁର୍ଲଭ ଜୀବନ ଆମକୁ ମିଳିଛି, ଜନ୍ମଟେ ମିଳିଛି, ତା'ର ସାର୍ଥକତା ଲାଭ କରିବା। ଏ ଜୀବନ ହସ ଖେଳର ନୁହେଁ। ଜୀବନର ମୂଲ୍ୟ ଆମକୁ ଜାଣିବାକୁ ପଡ଼ିବ ଯେ କାହିଁକି ମୁଁ ଜନ୍ମ ନେଇଛି, କ'ଣ ମୋ ଦ୍ୱାରା କାମ ହୋଇପାରିବ ସୃଷ୍ଟିରେ, ଭଗବାନ କାହିଁକି ଜନ୍ମ ଦେଇଛନ୍ତି। ଏଇଟାକୁ ଟିକେ ଚିନ୍ତନ କରିକି ଚାଲିଲେ ହୁଏତ ଜୀବନର କିଛି ମୂଲ୍ୟ ବୁଝିପାରିବା ଏବଂ ସମାଜ ପାଇଁ ଦେଶ ପାଇଁ କିଛି କାମ କରିପାରିବା।